नमस्कार जय जगन्नाथ। এইটা ମୋର ରୂପାର ସିନ୍ଦୁର ଫରୁଆ ଆଉ ଦେଖନ୍ତୁ ୟାକୁ ମୁଁ ବ୍ୟବହାର କରୁନି ତଥାପି ଆଲମିରା ଭିତରେ ରହି ରହି ସେ କେମିତି ହେଇଯାଇଛି। ଚାଲନ୍ତୁ ଆକୁ ଏମିତି କେମିତି କରିବା ଦେଖିବା। ସେଥିପାଇଁ ଆମକୁ ଦରକାର ମାର୍କେଟରୁ କିଛି ଜିନିଷ ନୁହଁ, ଯାହା ଘରେ ଅଛି ତାହା ରୂପାର ଠାକୁରଙ୍କ ମୂର୍ତ୍ତି ହଉ, ବାସନ ହଉ କି ଯେକୌଣସି ସିନ୍ଦୁର ଫରୁଆ ହଉ କି ଯେକୌଣସି ରୂପାର ଜିନିଷ ହଉ, ତାକୁ ଆମେ ସଫା କରିପାରିବା। ସହଜରେ କେମିତି ଘରେ ସଫା କରିବା ଦେଖନ୍ତୁ। ୟାକୁ ତ ପାଣିରେ ଫୁଟେଇ ପାରିବା ନା, କଲର୍ ଫଲର୍ ଛାଡ଼ିଯିବ ଆଉ ଠାକୁରଙ୍କ ମୂର୍ତ୍ତି ମଧ୍ୟ। ତ ଆପଣ ଜାଣିଛନ୍ତି ଏଇଟା କ'ଣ ଯେଉଁଥିରେ ମୁଁ ସଫା କରୁଛି? ଏଇଟା ହେଉଛି ବିଭୂତି। ହଁ, ବିଭୂତିରେ ଆପଣ ଲଗେଇଦେବେ। ଲଗେଇକିରି ଆପଣ ସହଜରେ ଟିକେ ଖାଲି ପୋଛିଦେଲେ ଆରାମରେ ଛାଡ଼ିଯିବ। ପାଣି ମାରିବା ଜମା ଦରକାର ନାହିଁ, ପାଣି ମାରନ୍ତୁନି। ବିଭୂତି ଲଗେଇକି ତୁଳା ସାହାଯ୍ୟରେ ହଉ, ବ୍ରସ୍ ସାହାଯ୍ୟରେ ହଉ, କପଡ଼ା ସାହାଯ୍ୟରେ ଆପଣ ଯେକୌଣସି ଜାଗାରେ ମଇଳା ଲାଗିଛି ତାକୁ ଛାଡ଼ିଦେବେ, ଘଷିଦେବେ, ଦେଖିବେ ଆରାମରେ ଛାଡ଼ିଦେବେ। ଆପଣ ଆଉକୁ ଧୋଇବା ଦରକାର ନାହିଁ, କେବଳ ପୋଛିଦେବେ। ଦେଖନ୍ତୁ କୋଉ ଭଳି ଭାବେ ଚକଚକ୍ କରୁଛି ନା।